नमस्कार दर्शक बंधु साई अनंत आश्रम को स्वागत। कर्कट रोग होची एपरी एक रोग जार केवल नाम नेबा द्वारा लोकों लोम टांकुरी उठे किंतु किछि खाद्यपेय संशोधन करी ए विपद को आमे ह्रास करि परिबा। एठारे आमे आपनकु एपरी एक फल सहित परिचित कराइबु जार जूस पीवा द्वारा कर्कट भली रोगर विपद को ह्रास करिथाय बोली प्रमाणित होछि। तेबे फल होछि सी वकरथर्न जहाकु हिमालयन बेरी मध्य कुहाଯାଏ। ଏହା ଏପରି ଏକ ଔଷଧୀୟ ଉଦ୍ଭିଦ ଯାହା ମୁଖ୍ୟତଃ ଲଦାଖ ଭଳି ଥଣ୍ଡା ମରୁଭୂମି ଅଞ୍ଚଳରେ ଦେଖାଯାଏ। ଏହାର ଅତୁଳନୀୟ ସ୍ୱାସ୍ଥ୍ୟ ଉପକାରିତା ଯୋଗୁଁ ଏହାକୁ ୱାଣ୍ଡରବେରୀ କିମ୍ବା ଲେହବେରୀ ମଧ୍ୟ କୁହାଯାଏ। ସି ବକଥର୍ନ ହେଉଛି ବିଶ୍ୱର ଏକ ବିରଳ ଉଦ୍ଭିଦ ଯେଉଁଥିରେ ବିରଳ ଓମେଗା 7 ଫ୍ୟାଟି ଏସିଡ୍ ସହିତ ଓମେଗା 3, 6 ଏବଂ 9 ଫ୍ୟାଟି ଏସିଡ୍ ଥାଏ। ଏହା ବ୍ୟତୀତ ଏଥିରେ ଭିଟାମିନ୍ ସି ଭରପୁର ଅଛି। କମଳା ଅପେକ୍ଷା 12 ଗୁଣ ଅଧିକ ଭିଟାମିନ୍ ସି ଏଥିରେ ଥାଏ ଏବଂ ଭିଟାମିନ୍ ଇ ଏବଂ ଏ ଏବଂ ଆମିନୋ ଏସିଡ୍ ମଧ୍ୟ ଥାଏ। ଏହାର ରସ ପିଇବା ଦ୍ୱାରା କର୍କଟ ଭଳି ରୋଗର ବିପଦ ହ୍ରାସ ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଆସନ୍ତୁ ଆମେ ସି ବକଥର୍ନ ରସ ପିଇବାର ନିର୍ଦ୍ଦିଷ୍ଟ ଲାଭ ବିଷୟରେ ଜାଣିବା। ବକଥର୍ନରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲେଭୋନୋଇଡ୍ସରେ ଭରପୁର। ଏହା ଶରୀରରେ ଫ୍ରି ରାଡିକାଲ୍ସ ଗଠନକୁ ରୋକିଥାଏ ଯାହା କର୍କଟ କୋଷ ବିକାଶର ଏକ ପ୍ରାଥମିକ କାରଣ। ଫଳ ମଧ୍ୟରେ ଥିବା ତତ୍ତ୍ୱ ଯେପରିକି କେରୋଟିନ୍ କର୍କଟ କୋଷର ବୃଦ୍ଧିକୁ ରୋକିଥାଏ, ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହି ଫଳ ଓମେଗା ଫ୍ୟାଟି ଏସିଡ୍ ବିଶେଷ କରି ଓମେଗା 7ରେ ଭରପୁର। ଏହା ଖରାପ କୋଲେଷ୍ଟ୍ରୋଲ ହ୍ରାସ କରିବାରେ ଏବଂ ଭଲ କୋଲେଷ୍ଟ୍ରୋଲ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ପ୍ରଭାବଶାଳୀ ପ୍ରତିରକ୍ଷା ଶକ୍ତି। ସି ବକଥର୍ନରେ କମଳା ଅପେକ୍ଷା ଅନେକ ଗୁଣ ଅଧିକ ଭିଟାମିନ୍ ସି ଭରପୁର ଅଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଯାହାଦ୍ୱାରା ଆପଣଙ୍କୁ ସିଜନାଲ ରୋଗ ଏବଂ ସଂକ୍ରମଣରୁ ରକ୍ଷା କରେ। ପାଚନ ଏବଂ ଓଜନ ହ୍ରାସ ପାଇଁ ସହାୟକ। ଏଥିରେ ଥିବା ଓମେଗା 7 ଫ୍ୟାଟି ଏସିଡ୍ ଶରୀରକୁ ଅତିରିକ୍ତ ଚର୍ବି ସଂରକ୍ଷଣ ନ କରିବାକୁ ସଂକେତ ଦିଏ। ଏହା ପେଟର ଅଲସର ସୁସ୍ଥ କରିବାରେ ଏବଂ ଏକ ସୁସ୍ଥ ପାଚନ ପ୍ରଣାଳୀ ବଜାୟ ରଖିବାରେ ସାହାଯ୍ୟ କରେ। ତମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା, ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ, ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା କହିବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲା ପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି, ପେଟକୁ ଦାବି ଆସିଛି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି କି ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭଲ ହେଇଛି। ଆଚ୍ଛା, ପୁଅ ଏଠି ଆସିଲା ପରେ ମୋର ଯେତିକି କଷ୍ଟ ଥିଲା, ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି ମୋତେ ଏତେ ଭଲ ଲାଗୁଛି। ମୁଁ ଏବେ ଚାଲି ପାରୁଛି, ବୁଲି ପାରୁଛି, ଖେଳି ପାରୁଛି, ସବୁ ଭଲ ଲାଗୁଛି। ଆଗରୁ ମୁଁ କିଛି କରିପାରୁନି।